ଦୁଇ ଆପଣ 50 ସିଟ୍ ଏମଏଲଏ ବଢେଇବେ, ଆପଣ ପ୍ରସ୍ତାବ ଦେବେ। ଆପଣଙ୍କର ଶକ୍ତି ନାହିଁ ସିଟ୍ ବଢେଇବା ପାଇଁ, ସେଇଟା ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ କରିବ। ସେଟା ଆପଣଙ୍କ ଭିତରେ ନୁହଁ, କିନ୍ତୁ ଦିଅନ୍ତୁ ବଢିଆ ସଜେସନ। ଆହୁରି 50-60 ସିଟ୍ ବଢୁ। ଆମର ଭୁବନେଶ୍ୱରରେ 3ଟା, ଜଟଣୀ, ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା ମିଶିଲେ ଏଇଠି 10ଟା ହବ, ଆଉ 5ଟା ବଢିବ। ପପୁଲେସନ ବଢିଛି। ଜଟଣୀ, ଭୁବନେଶ୍ୱର, ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା କୁ ମିଶେଇ ଦେଲେ 5ଟା ଜାଗାରେ 10ଟା ଏମଏଲ ସିଟ୍ ବଢିବ। ୱେଲକମ୍, ଅଭିନନ୍ଦନ। ଏବଂ ଚାର୍ଜ ରଖିଛନ୍ତି ନୂଆ ବିଧାନସଭା ସେକ୍ରେଟେରିଏଟ, ମୁଖ୍ୟମନ୍ତ୍ରୀଙ୍କ ଘର ଆଜି ଦେଖେଇଛନ୍ତି ମ୍ୟାପରେ ଯେ ନୂତନ ଭାବେ ହବ। ଅଭିନନ୍ଦନ। ଆମ ପଇସାରେ ତିଆରି ହବ। ସେ କଣ ତମ ଧାନ ବିକା ପଇସା କି ମୋହନ ମାଝି ନା ନରେନ୍ଦ୍ର ମୋଦୀର ଧାନ ବିକା ପଇସା? ଆମେ ଜିଏସଟି ଦେଉଛୁ, ଆମେ ଟାକ୍ସ ଦଉଛୁ, ଆମେ ଖଞ୍ଜଣା ଦଉଛୁ, ଆମରି ପଇସାରେ ତିଆରି ହବ। ୱେଲକମ୍ କର, ଯୋଉଟା ପ୍ରସ୍ତାବ ଦଉଛ କର। 2 ବର୍ଷ ହେଇଗଲା, ଗୋଟେ ଗାଣ୍ଡୁଆ ମାଟି ପଡିଲାନି କୋଉଠି। ଖାଲି କଲର, ଖାଲି କଲର, ସେଗୁଡାକୁ ଆମକୁ ଦେଖାଉନି। ଏଇ ଯୋଉ ପ୍ରସ୍ତାବ ନୂଆ ସେକ୍ରେଟେରିଏଟ, ନୂଆ ବିଧାନସଭା କର। ଏଇ ଯୋଉ ଫ୍ଲାଇଓଭର ଆମର ଗଭର୍ଣ୍ଣର ହାଉସ ଟୁ ନନ୍ଦନକାନନ କର। ଆମେ ଅତ୍ୟନ୍ତ ଖୁସି ହବୁ।